ସାବିତ୍ରୀ ବ୍ରତ ପୂଜା ନିୟମ। ମନେ ରଖନ୍ତୁ, ସାବିତ୍ରୀ ବ୍ରତ ଦିନ ଆପଣ କିଛି ବି ବଦଳେଇକି ନୂଆ ପିନ୍ଧିବେ ନାହିଁ। ଯେମିତିକି ଚୁଡ଼ି, ମଙ୍ଗଳସୂତ୍ର ଏସବୁ ଆଦି ଆପଣମାନେ 2 ଦିନ ଆଗରୁ ବଦଳେଇକି ନୂଆ ପିନ୍ଧିପାରିବେ। ପ୍ରତିବର୍ଷ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଚଳିତ ବର୍ଷ ସାବିତ୍ରୀ ବ୍ରତ ମେ 16 ତାରିଖରେ ପଡ଼ୁଛି। ସାବିତ୍ରୀ ବ୍ରତ ହେଉଛି ଆମ ଓଡ଼ିଆମାନଙ୍କର, ବିଶେଷ କରି ବିବାହିତ ନାରୀମାନଙ୍କର ଗୋଟିଏ ବହୁତ ବଡ଼ ପର୍ବ ଅଟେ। ସାବିତ୍ରୀ ବ୍ରତ ଦିନ ଯମଦେବତାଙ୍କୁ ମଧ୍ୟ ପୂଜା କରାଯାଏ। କାହିଁକି ନା ଦେବୀ ସାବିତ୍ରୀ ସତ୍ୟବାନଙ୍କ ପାଇଁ ଯମ ଦେବତାଙ୍କୁ ପୂଜା କରିଥିଲେ। ସାବିତ୍ରୀ ବ୍ରତ ଦିନ ସବୁ ଯୋଡ଼ି ହୋଇକି ଥିବା ଦେବାଦେବୀଙ୍କୁ ପୂଜା କରିବା ସହିତ ଦିନସାରା ସ୍ମରଣ କରିବେ, ଯାହାଦ୍ୱାରା ଆପଣ ପତି ପତ୍ନୀ ଜୀବନରେ ଥିବା ଯାଏଁ ଯୋଡ଼ି ହୋଇକି ରହିପାରିବେ। ଏହି ଦିନ ସଧବା ନାରୀମାନେ ଯେଉଁ ସବୁ ସାମଗ୍ରୀ ପୂଜା ପାଇଁ ବ୍ୟବହାର କରିଥାନ୍ତି ତାହା ହେଉଛି ଲାଲ ରଙ୍ଗର ଶାଢ଼ୀ, ଚୁଡ଼ି, ଅଳତା, ସିନ୍ଦୁର, ବ୍ରତ ଇତ୍ୟାଦି ଏବଂ ଭୋଗ ପାଇଁ ବିଭିନ୍ନ ପ୍ରକାର ଫଳ ବ୍ୟବହାର କରାଯାଏ। ଯେପରିକି ନଡ଼ିଆ, କଦଳୀ, ଗଜମୁଗ, ପଣସ, ଲିଚୁ ଆଦି, ଆମ୍ବ ଇତ୍ୟାଦି ଏସବୁ ସାମଗ୍ରୀ ସଧବା ନାରୀମାନେ ପୂଜାରେ ବ୍ୟବହାର କରିଥାନ୍ତି। ଲାଲ ରଙ୍ଗ ହେଉଛି ସଧବା ନାରୀଙ୍କ ପ୍ରତୀକ। ହଳଦିଆ ବ୍ରତ ବା ନାଲି ବ୍ରତ ପୂଜା କରିପାରିବେ। ଯଦି ଧଳା ବ୍ରତ ଅଛି ତେବେ ହଳଦୀରେ ବୁଡ଼ାଇ ପୂଜା କରିବେ। ବ୍ରତରେ 7 ଗୋଟି ଗଣ୍ଠି ପଡ଼ିବ ଲକ୍ଷ୍ମୀନାରାୟଣଙ୍କ ନାମ ନେଇ, ଅର୍ଥାତ୍ ସାବିତ୍ରୀ ଓ ସତ୍ୟବାନଙ୍କ ନାମରେ ଗଣ୍ଠି ପକାଇବେ। ତାହା ଡାହାଣ ହାତରେ ବ୍ରତ ପିନ୍ଧିବେ। ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କରି ନୂତନ ବସ୍ତ୍ର ବା ସିଲେଇ ନ ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ। ଏହି ଦିନ ସୂର୍ଯ୍ୟଙ୍କ ପୂଜା କରିବା ପରେ ଠାକୁରଙ୍କ ପୂଜା ଓ ସାବିତ୍ରୀ ବ୍ରତ ପୂଜା କରିବା ଉଚିତ। ସମସ୍ତ ପୂଜା ସାମଗ୍ରୀ ସଂଗ୍ରହ କରି ଏକ ଥାଳିରେ ସଜାନ୍ତୁ ଏବଂ ପୂଜା ପାଇଁ ପାଖରେ ଥିବା ଯେକୌଣସି ମନ୍ଦିର, ଆପଣ ଚାହିଁଲେ ଘରେ କିମ୍ବା ବଟବୃକ୍ଷ ନିକଟକୁ ଯାଆନ୍ତୁ। ଯଦି ଆପଣ ଘରେ ପୂଜା କରିବାକୁ ଚାହୁଁଛନ୍ତି ତେବେ ଶିଳରେ ହଳଦୀ ଆଣି ଆଖି, ନାକ, ମୁହଁ କରି ପୂଜା କରିପାରିବେ। ବିଶ୍ୱାସ କରାଯାଏ ଯେ ବିବାହିତ ନାରୀମାନେ ଯେଉଁମାନେ ସାବିତ୍ରୀଙ୍କ ଉପବାସ ପାଳନ କରନ୍ତି ସେମାନେ ଅଖଣ୍ଡ ସୌଭାଗ୍ୟ ହେବାର ଆଶୀର୍ବାଦ ପାଆନ୍ତି। ଏହି ଦିନ ସଧବା ନାରୀମାନେ ଉପବାସ କରନ୍ତି। ଏହି ଦିନ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବେ ନାହିଁ। ପୂଜା ଶେଷ ହୋଇଲେ ଗଜମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳ ଆଦି ଫଳ ଆହାର କରିପାରିବେ। ଏହି ଦିନ ଧଳା କିମ୍ବା କଳା ବସ୍ତ୍ର ଧାରଣ ନ କରି ନାଲି ବସ୍ତ୍ର ଧାରଣ କରନ୍ତୁ। ଏହି ଦିନ ବିବାହିତ ମହିଳାମାନେ ଲୁଣର ସେବନ କରନ୍ତୁ ନାହିଁ, ପିଲାଙ୍କୁ ମାରନ୍ତୁ ନାହିଁ, ମୁହଁରୁ ଅପଶବ୍ଦ ବାହାର କରିବା କିମ୍ବା ସ୍ୱାମୀଙ୍କ ସହିତ ସହବାସ ଭଳି କାମ ଠାରୁ ଦୂରେଇ ରହିବା ଉଚିତ। ସାବିତ୍ରୀ ବ୍ରତ ଦିନ ବିବାହିତ ମହିଳାମାନେ ଯେତେ ସମ୍ଭବ ସେତେ ସିନ୍ଦୁର ନାଇବା ଉଚିତ, ଯାହାଦ୍ୱାରା ସ୍ୱାମୀଙ୍କ ଆୟୁଷ ଦୀର୍ଘ ହୋଇଥାଏ ଏବଂ ମାତା ସାବିତ୍ରୀଙ୍କ ଠାରୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ। ସାବିତ୍ରୀ ବ୍ରତ ଦିନ ନିଜ ଘରେ କିଛି ମିଠା ଜିନିଷ ପ୍ରସ୍ତୁତ କରନ୍ତୁ ଏବଂ ଠାକୁରଙ୍କ ପାଖରେ ନିହାତି ଭାବରେ ଭୋଗ ଲଗାନ୍ତୁ। ଗର୍ଭବତୀ ମହିଳା ବ୍ରତ ରଖିପାରିବେ, ଉପାସ ରହିବେ ନାହିଁ। ଫଳମୂଳ, ଶାଗୁ, ପରଟା, ଉପମା ଆଦି ଖାଦ୍ୟ ଖାଇ ବ୍ରତ କରିପାରିବେ। ମାସିକ ଧର୍ମ ହୋଇଥିବା ନାରୀମାନଙ୍କର ଯଦି 5 ଦିନ ହୋଇଥାଏ ତେବେ ଆପଣ ପୂଜା କରିପାରିବେ, ଭୋଗ ପାଇପାରିବେ ଏବଂ ଶାଢ଼ୀ, ଚୁଡ଼ି ଆଦି ପିନ୍ଧିପାରିବେ।
ସାବିତ୍ରୀ ପୂଜାରେ 5ରୁ 10 ପ୍ରକାର ଫଳମୂଳ ପୂଜାରେ ଲାଗିଥାଏ। ଆମ୍ବ, ପଣସ, କଦଳୀ, ନଡ଼ିଆ, ସପୁରୀ, ସେଉ ଓ ଖଜୁରୀ ଆଦି ଫଳ ସାବିତ୍ରୀ ପୂଜାରେ କରାଯାଏ। ଏହା ସହିତ ନାରୀମାନେ ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର, ଫଳମୂଳ ଆଦି ମଧ୍ୟ ପୂଜା ଅର୍ଚ୍ଚନାରେ କରିଥାନ୍ତି। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ହଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଧନ୍ୟବାଦ। ନମସ୍କାର।